ମୋ ନାଁ ସୁକାନ୍ତ କୁମାର ବେହେରା, ବନପାଳ ଡେରାବିଶ ସେକ୍ସନ କେନ୍ଦ୍ରାପଡ଼ା ରେଞ୍ଜ। ଅଚାନକ ଗୋଟେ ଖବର ପାଇଲୁ ଗୋଟେ କାଠ ଗାଡ଼ି ଆସୁଛି ବୋଲି ଟ୍ରାକ୍ଟର ଯୋଗେ ପଟାମୁଣ୍ଡିରୁ। ଆମେ ଖବର ପାଇ ସବୁ ଷ୍ଟାଫ୍ ଆମେ ଜଗିଥିଲୁ। ଜଗିଲା ପରେ ବାଟରେ ତାକୁ ଅଟକେଇକି ଦେଖିଲୁ, ଭେରିଫାଏ କଲୁ, ଦେଖିଲୁ ଯେ ତାର କିଛି କାଗଜପତ୍ର ନଥିଲା, ତେଣୁ ତାଙ୍କୁ ଜବତ କରିଛୁ, ଭେରିଫାଏ କରୁଛୁ, ତଦନ୍ତ ଚାଲିଛି। ଶିମିଳି କାଠ ଇନଭେଷ୍ଟିଗେସନ ଚାଲିଛି, ଇନଭେଷ୍ଟିଗେସନ ସରିଲା ପରେ କରୁ। ବସନ୍ତ ମଲ୍ଲିକ, ଘର ପଟାମୁଣ୍ଡି ଖଣ୍ଡପଲ୍ଲି। ତାଙ୍କର ଗାଡ଼ି କାଠ ଗାଡ଼ି ନେଇ ଆସିଥିଲୁ, ଡେଞ୍ଜର ସାର୍ ଧରିଲେ। ତାପରେ ମୋର ଦାଦା ଆସିକି ମୋତେ ଜାମିନ ଦେଲେ, ଆଉ ବେଲ ନେଲେ। ଆଉ କାଠ ଥିଲା ଶିମିଳି କାଠ, ଯାଉଥିଲା ଆଜ୍ଞା, ଆସିଥିଲା ରାଜନଗର ଡାମରପୁରରୁ, ଯାଉଥିଲା ବଳଭଦ୍ରପୁର ମଙ୍ଗନା ମିଲି। ଆନୁମାନିକ କାଠ କେତେ ମୂଲ୍ୟ ହବ? କାଠ ଆଜ୍ଞା ମୁଁ କହିପାରିବିନି, ତାଙ୍କ ସ୍ତ୍ରୀ ଜାଣିଛି ନା, ଆମେ ଖଟିକିଆ ଲୋକ କ'ଣ ଜାଣିଛୁ ସେ ବିଷୟରେ। ଶିମିଳି କାଠ ମୁଁ ଜାଣିଛି କେମିତି, ତା ସେ କହିଲେ ନାଇଁ କିଛି ହେବନି, ଅଳ୍ପ ବେଳେ ନଦୀ ପଳେଇ ଚାଲ। କିଏ କହିଲେ? ମାଲିକ କହିଲେ, ନଦୀ ଆସିଥିଲେ, ସେଠୁ ଏଠି ସାର୍ ଧରିଲେ। ଚାକୁଣ୍ଡା କାଠ ଆଣନ୍ତି, ଶିମିଳି କାଠ ଆଣନ୍ତି ନା। ଆଚ୍ଛା, ତମେ ଜାଣିଥିବେ ତାଙ୍କର କ'ଣ ହାତ ଥିବ କହିଲେ ହେବନି। ଆମେ ଖଟିକିଆ ଲୋକ ଆଜ୍ଞା, ଆମେ କ'ଣ ଜାଣିଛୁ। ମାଲିକଙ୍କ ହାତ ଅଛି? ହାତ କ'ଣ ତାର ଥିବ, ମୁଁ କେମିତି ଜାଣିଲି ଏ କଥା, ମୁଁ ଜାଣିନି। ବେଲେ ନେଲେ, ଆମର ସେ ଦାଦା ଆସି ବେଲେ ନେଲେ। ଆଉ ନବଦେବପୁର ବେଲାରପୁର ଅଟକେଇଲେ, ପୋଲ ଉପରେ ଧଇଲେ। ସେଠି କହିଲେ ଆଉ ଗାଡ଼ି ନେଇ ଚାଲ, ତମେ ପଳେଇବ, ତମର କିଛି ଅସୁବିଧା ନାହିଁ। ଏବେ ତାଙ୍କର ଗାଡ଼ି ରହିଲେ, ମୋତେ କହିଲେ ତମେ ଯାଅ, ତମର କିଛି ଅସୁବିଧା ନାହିଁ, ମୁଁ ପଳେଇ ଆଇଲି ଆଉ।